ମାଇନିଂ ଅଧିକାରୀଙ୍କୁ ଅଟକ ରଖିଲେ ମାଫିଆ। ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ। ମାଡ଼ି ବସିଲା ମାଇନିଂ ବିଭାଗ ଆଉ କଲା ମୋଟା ଅଙ୍କର ଫାଇନ ହେବା ପରେ ତାତିଲେ ମାଫିଆ। ବିଭାଗ ଗାଡ଼ି ଏବଂ ଅଧିକାରୀଙ୍କୁ ରଖିଲେ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶୋଳ ଛକରେ। ଆଜି ସକାଳୁ ମାଇନିଂ ବିଭାଗର ମୟୂରଭଞ୍ଜ ଡେପୁଟି ଡାଇରେକ୍ଟର ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରୁଥିବା ବେଳେ 3 ଗୋଟି ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ। ଫାଇନ କରିବା ପରେ ମାଇନିଂ ଅଧିକାରୀ ଅନ୍ୟ ଅଞ୍ଚଳକୁ ଯାଉଥିବା ବେଳେ ବଡ଼ ବିଶୋଳ ଛକ ନିକଟରେ ଗାଡ଼ି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ଫାଇନ ଦେଇଥିବା ଟ୍ରାକ୍ଟର ମାଲିକ ଓ ମାଫିଆମାନେ। ଦୀର୍ଘ 1 ଘଣ୍ଟାରୁ ଅଧିକ ହେବ ଅଧିକାରୀଙ୍କ ଗାଡ଼ିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କ'ଣ ପାଇଁ କରାଯାଇଛି ତାହାକୁ ନେଇ ଘେରିଛନ୍ତି ମାଫିଆ। ତତ୍ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଅଧିକାରୀମାନେ ଅଟକ ରହିଛନ୍ତି। ବାରିପଦାରୁ ଗୌରଦାସ ଗିରିଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର। ମାନବିକତା ନାହିଁ।